ଆଜ୍ଞା, ଏଇ ଭିଡ଼ିଓଟି ସେଇମାନଙ୍କୁ ଭଲ ଲାଗିବ ଯେଉଁମାନେ ପ୍ରତିଟି ମୋଟିଭେସନ୍କୁ ଫଲୋ କରନ୍ତି ଆଉ ମାନି ଚାଲନ୍ତି। ଗୋଟେ କଥା ଆପଣ ଜାଣନ୍ତି କି, ଏଇ ମଣିଷ ଯାହାକି ଭଗବାନଙ୍କ ଦୁନିଆରେ ସେ ଯେକୌଣସି ଦେବୀ ମାତା ହୁଅନ୍ତୁ, ଲକ୍ଷ୍ମୀ ହଉ କି ସରସ୍ୱତୀ ହଉ କି ମା ଦୁର୍ଗା ହୁଅନ୍ତୁ କି ମା କାଳୀ ହୁଅନ୍ତୁ, ଯେକୌଣସି ମା, ତାଙ୍କ ସାମ୍ନାରେ ସେମାନେ ମୁଣ୍ଡ ବାଡ଼େଇକିରି କାନ୍ଦନ୍ତି, ସବୁ ଭୁଲର କ୍ଷମା ଚାହାନ୍ତି, ସେମାନଙ୍କୁ ବହୁତ ସମ୍ମାନ କରନ୍ତି, ଭକ୍ତି କରନ୍ତି। କିନ୍ତୁ ସେଇ ମଣିଷ ନିଜ ମାଆକୁ ଛାଡ଼ିଦେଲେ, ନିଜ ଭଉଣୀକୁ ଛାଡ଼ିଦେଲେ, ଅଲଗା ମା ଭଉଣୀଙ୍କ ପ୍ରତି ଖରାପ ନଜର ପକାନ୍ତି, ଖରାପ ଆଖିରେ ଦେଖନ୍ତି, ଖରାପ ପ୍ରଦର୍ଶନ କରନ୍ତି। କିନ୍ତୁ ଏଇଆ ଭାବି ପାରନ୍ତିନି ଯେ ମୁଁ କେତେ ବଡ଼ ବୋକା, ମୁଁ କେତେ ବଡ଼ ଭୁଲ କରୁଛି। ସାମାନ୍ୟ ଫଟୋ କି ପଥର ମୂର୍ତ୍ତିକୁ ମା ବୋଲି ମାନୁଛନ୍ତି, କିନ୍ତୁ ଅଲଗା କୌଣସି ନାରୀକୁ ଖରାପ ଦୃଷ୍ଟିରେ ଦେଖୁଛନ୍ତି। ଆପଣ କ'ଣ ପାପୀ ନୁହନ୍ତି? ଆପଣ ଏଇଆ ଭାବୁଛନ୍ତି ଯେ ଆରେ ନା, ଇଏ ତ ମୋ ରକ୍ତର ନୁହେଁ, ୟାକୁ ଖରାପ ଦୃଷ୍ଟିରେ ଦେଖିଲେ ମୋ ଉପରେ କିଛି ବି ପ୍ରଭାବ ପଡ଼ିବନି। ଆପଣ ଏଇ ଚିନ୍ତାଧାରା ମାଇଣ୍ଡରେ ରଖୁଛନ୍ତି, କିନ୍ତୁ ଏଇଆ ଭାବି ନିଅନ୍ତୁ ଯେ ଆପଣ ଏତେ ବଡ଼ ପାପ କରୁଛନ୍ତି, ଏତେ ବଡ଼ ପାପ କରୁଛନ୍ତି, ସ୍ୱୟଂ ଭଗବାନଙ୍କ ଦୁନିଆରେ ଆପଣଙ୍କୁ ଟିକେ ବି କ୍ଷମା ହେବନି। କାହିଁକି ନା ଭଗବାନ ସବୁବେଳେ ଚାହାନ୍ତି ଗୋଟେ ମଣିଷ, ଯେଉଁ ମଣିଷ ନିଜ ମାଆକୁ ସମ୍ମାନ କରେ, ନିଜ ମାଆକୁ ଭକ୍ତି କରେ, ନିଜ ଭଉଣୀକୁ ସ୍ନେହ ଆଦର କରେ, ସେ କେବେ ବି ଅନ୍ୟ କୌଣସି ମାଆକୁ ଅସମ୍ମାନ କରିବନି, ଅନ୍ୟ କୌଣସି ଭଉଣୀକୁ ଖରାପ ଦୃଷ୍ଟିରେ ଦେଖିବନି। କାହିଁକି ନା ତା ହୃଦୟରେ, ତା ଆଖିରେ ସବୁବେଳେ ମାଆର ଶବ୍ଦ ଗୋଟିଏ। କେବେ ବି ସେ ଭଲ ମଣିଷଟିଏ କେବେ ବି ଅନ୍ତର ପାନ୍ତର କରିନଥାଏ ମାଆର ଶବ୍ଦରେ। ମା ଶବ୍ଦ ପରା ପବିତ୍ର। ଏ ଶବ୍ଦରେ ଯଦି କଳଙ୍କ ଲାଗେ, କଳଙ୍କ ଭରି ଦିଆଯାଏ, ସେ ମଣିଷଟିକୁ କୌଣସି ପୁରରେ ବି ସ୍ଥାନ ନଥାଏ। କାହିଁକି ନା ଭଗବାନ ସବୁବେଳେ ମଣିଷକୁ କନେକ୍ସନ୍ କରି ପଠାଇଥାନ୍ତି। ଯଦି ଗୋଟିଏ ପୁରୁଷ କାମନାର ବଶବର୍ତ୍ତୀ ହୁଏ, ତାହେଲେ ସେଥିପାଇଁ ତ ତାକୁ ଗୋଟେ ନାରୀର ଦାନ ଦିଆଯାଇଛି ଯେ ଗୋଟେ ପୁରୁଷ ପାଇଁ ନାରୀ ଜରୁରୀ। ସେଥିପାଇଁ ସେ ଅନ୍ୟ କୌଣସି ଭୁଲ କରିବା ଅନାବଶ୍ୟକ। ପ୍ରତିଟି ମଣିଷ ପାଇଁ ଭଗବାନ କିଛି ନା କିଛି ସାଇତି ରଖିଛନ୍ତି, ଯେହେତୁ ଏଇଟା ହେଉଛି ମଣିଷର ମଣିଷତ୍ୱ।